ଦୋସ୍ତମାନେ ନମସ୍କାର। ବହୁତ ସ୍ୱାଗତ ଆମର ୟୁଟ୍ୟୁବ୍ ଚ୍ୟାନେଲରେ। ଦୋସ୍ତମାନେ, ଯଦି ଦେଖିବାର ସାହସ ଅଛି ତେବେ ହିଁ ଦେଖନ୍ତୁ। କାରଣ ଦୋସ୍ତମାନେ, ଆଗାମୀ ଏହି 2 ଦିନ ଭିତରେ ଏକାଠି 3ଟି ବଡ଼ ଅଘଟଣ ଘଟିବ। ଯଦି ଏହାକୁ ଅଣଦେଖା କଲେ ତେବେ ଜୀବନସାରା ପଶ୍ଚାତ୍ତାପ କରିବେ। ହଁ ଦୋସ୍ତମାନେ, ଆଜିର ଏହି ଘଟଣା ଦେଖି ଆପଣଙ୍କ ଛାତି ଥରି ଉଠିବ। ବର୍ଷ ପରେ ଏପରି 3ଟି ବଡ଼ ଅଭୂତପୂର୍ବ ଚମତ୍କାର ଆପଣଙ୍କ ଜୀବନରେ ଘଟିବାକୁ ଯାଉଛି, ଯାହା କଳିଯୁଗରେ ପ୍ରଥମ ଥର ପାଇଁ ଆପଣଙ୍କ ଗ୍ରହ କୁଣ୍ଡଳୀରେ ଘଟିବ। ହଁ ଦୋସ୍ତମାନେ, 3ଟି ବଡ଼ ଭୟଙ୍କର ଯୋଗ ବନିଛି। ଶୁକ୍ର, ଶନି ଏବଂ ଦୋସ୍ତମାନେ ମଙ୍ଗଳଙ୍କ ଦଶା ବର୍ତ୍ତମାନ ଆପଣଙ୍କ ଗ୍ରହ କୁଣ୍ଡଳୀରେ ବହୁତ ବଳବାନ ହୋଇଯାଇଛି। ଆପଣଙ୍କ ଜୀବନର ସବୁଠାରୁ ବଡ଼ ରହସ୍ୟ ଖୋଲିବାକୁ ଯାଉଛି। ବର୍ଷର ବନ୍ଧା ହୋଇଥିବା ଗଣ୍ଠି ଖୋଲିଯିବ, ଯାହା ଶୁଣିଲା ମାତ୍ରେ ଆପଣଙ୍କ ହୃଦୟ ଥରି ଉଠିବ। ହଁ ଦୋସ୍ତମାନେ, ଯେଉଁଥିରୁ ଆପଣ ଏପର୍ଯ୍ୟନ୍ତ ଅଜଣା ଥିଲେ, ତାହା ଦୋସ୍ତମାନେ ସବୁଠାରୁ ବଡ଼ ଏବଂ ଗଭୀର ରହସ୍ୟ ଖୋଲିବାକୁ ଯାଉଛି। ଶନିଦେବ ଏବଂ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଜୀବନରେ ବର୍ଷିବାକୁ ଯାଉଛି। ପ୍ରଚୁର ଧନ ଆପଣ ପାଇବେ। ଗୋଟିଏ ପଟେ ଆପଣଙ୍କ ସୁନେଲି ସୁଯୋଗ ଅପେକ୍ଷା କରିଛି, ତ ଦୋସ୍ତମାନେ ଅନ୍ୟପଟେ ଆପଣଙ୍କ ଜୀବନର ବଡ଼ ଦୁର୍ଲଭ ଯୋଗ ବନୁଛି। ଏହି ଯୋଗଗୁଡ଼ିକ ଏତେ ଶକ୍ତିଶାଳୀ ଯେ ଦୋସ୍ତମାନେ ଆପଣଙ୍କୁ ରାତିରୋତି ରଙ୍କରୁ ରାଜା ବନାଇଦେବେ। ଶନିଦେବଙ୍କ ନ୍ୟାୟ ବର୍ତ୍ତମାନ ଆପଣଙ୍କ ଗ୍ରହ କୁଣ୍ଡଳୀରେ ହଇଚଇ ସୃଷ୍ଟି କରିବ। ରାହୁଙ୍କ କୁପ୍ରଭାବ ବର୍ତ୍ତମାନ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଦୂର ହେବାକୁ ଯାଉଛି। ଆପଣ ଗତ ସମୟରୁ ଯେଉଁ ଲୁହ ପୋଛି ଜୀବନ କାଟୁଥିଲେ, ଯେଉଁ ସମସ୍ୟାଗୁଡ଼ିକ ଆପଣ ସହିଥିଲେ, ହୁଏତ କୌଣସି ମଣିଷ ଦୁଃଖର ଏହି ରାସ୍ତାରେ ଚାଲିଥିବ। ବର୍ତ୍ତମାନ ଦୋସ୍ତମାନେ, ସେସବୁ ଏହି ରାହୁଙ୍କ କୁପ୍ରଭାବର ଫଳ ଥିଲା, ଯାହା ଆପଣଙ୍କୁ ଆଗକୁ ବଢ଼ିବାକୁ ଦେଉନଥିଲା। କିନ୍ତୁ ଦୋସ୍ତମାନେ, ବର୍ତ୍ତମାନ ମା ଲକ୍ଷ୍ମୀ ଏବଂ ଶନିଦେବ ଏକାଠି ମିଶି ଆପଣଙ୍କ ଜୀବନର ଏପରି ଇତିହାସ ଲେଖିବେ ଯେ ସମସ୍ତ ନକାରାତ୍ମକ ପଲ ଗୋଟିଏ ମୁହୂର୍ତ୍ତରେ ଦୂର ହୋଇଯିବ। ଦୋସ୍ତମାନେ, ଏହା ଏକ ଏପରି ବାତ୍ୟା ବର୍ତ୍ତମାନ ଆପଣଙ୍କ ଗ୍ରହ କୁଣ୍ଡଳୀରେ ବନିବାକୁ ଯାଉଛି, ଯାହା ଆପଣଙ୍କ ଜୀବନକୁ ରାତିରୋତି ହୀରା ପରି ଚମକାଇ ଦେବ। ଆପଣଙ୍କ ହଜିଯାଇଥିବା ମାନସମ୍ମାନ ଗୋଟିଏ କରି ଆପଣଙ୍କୁ ମିଳିବାକୁ ଯାଉଛି। ଏତିକି ନୁହେଁ ଦୋସ୍ତମାନେ, ବର୍ତ୍ତମାନ ଆପଣଙ୍କ ଜୀବନରେ 4ଟି ଏପରି ଗୁଡ୍ ନ୍ୟୁଜ୍ ମିଳିବାକୁ ଯାଉଛି, ଯାହାକୁ ଶୁଣି ଆପଣଙ୍କ ଶତ୍ରୁମାନେ ମଧ୍ୟ ପାଗଳ ହୋଇଯିବେ। ପୂରା 1000 ବର୍ଷ ପରେ ଏପରି ବ୍ରହ୍ମାଣ୍ଡୀୟ ଚମତ୍କାର ଆପଣଙ୍କ ଗ୍ରହ କୁଣ୍ଡଳୀରେ ହେବାକୁ ଯାଉଛି। ଏହାକୁ ମଜାକ ଭାବି ଭୁଲ କରିବେ ତ ଦୋସ୍ତମାନେ ଜୀବନସାରା ପଶ୍ଚାତ୍ତାପ କରିବେ। ବର୍ତ୍ତମାନ ଏହା ଆପଣଙ୍କ ଜୀବନର ସବୁଠାରୁ ବଡ଼ କାମୟାବୀର ପରିଣାମ ଅଟେ। ଏପରି ଶୁଭ ସଂକେତ ଏବଂ ରହସ୍ୟର ସୂଚନା ଆପଣଙ୍କୁ ଏହି ଘଣ୍ଟା ଭିତରେ ମିଳିବ, ଯାହା ଆପଣ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିବେ। ଏହି 2 ଦିନ ଆପଣଙ୍କ ଜୀବନର ଏପରି ଇତିହାସର ପୃଷ୍ଠା ଖୋଲି ସାରିଛି ଯେ ଦୋସ୍ତମାନେ, ଆପଣ ଜୀବନସାରା ସୁଖ ବୈଭବର ଆନନ୍ଦ ନେବେ। ଜ୍ୟୋତିଷ ରାଶିମାନଙ୍କର ଏପରି ଗଭୀର ରହସ୍ୟ, ଏପରି ଗୁପ୍ତ କଥା ଆଜି ଆପଣଙ୍କୁ ଜଣାପଡ଼ିବ, ଯାହା ଶୁଣି ଆପଣଙ୍କ ଶରୀର ଥରି ଉଠିବ। ଏହି ଘଟଣା ଆପଣଙ୍କ ଶତ୍ରୁମାନଙ୍କର ମଧ୍ୟ ହୋସ୍ ଉଡ଼ାଇଦେବ। ଧରିତ୍ରୀକୁ ଚିରି ଭାଗ୍ୟରେ ଲେଖାଥିବା ସେସବୁ ମିଳିବାକୁ ଯାଉଛି, ଯାହା ଆପଣ ଜୀବନସାରା ଭୁଲି ପାରିବେ ନାହିଁ। ଦୋସ୍ତମାନେ, ଏହି 2 ଦିନ ଭିତରେ ଆପଣଙ୍କ ଜୀବନରେ ଏପରି ସକାରାତ୍ମକ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ। ବର୍ତ୍ତମାନ ଆଗାମୀ ସମୟ କେବଳ ଆପଣଙ୍କ ଅପେକ୍ଷା କରୁଛି। ଏପରି ହାତକୁ ଆସିଥିବା ସୁଯୋଗ, ଯାହା ଆପଣଙ୍କ ଦୁନିଆକୁ ଗୋଟିଏ ଝଟକାରେ ବଦଳାଇ ଦେବ। ଆପଣଙ୍କ କଙ୍ଗାଳି, ଆପଣଙ୍କ ଗରିବୀ ଏବଂ ଟଙ୍କାର ଅଭାବକୁ ମୁହୂର୍ତ୍ତକରେ ସମାପ୍ତ କରିଦେବ ଏବଂ ଦୋସ୍ତମାନେ, ଆପଣଙ୍କ ଘରେ ଟଙ୍କାର ଭଣ୍ଡାର ଲଗାଇଦେବ। ଏହି ଶୁଭ 2 ଦିନର ଯୋଗ
ଏତେ ପ୍ରବଳ ହୋଇଯାଇଛି ଯେ ଆପଣଙ୍କ ସମସ୍ତ ଅଧୁରା ସ୍ୱପ୍ନ ଗୋଟିଏ ପରେ ଗୋଟିଏ ପୂରଣ ହେବାକୁ ଲାଗିବ। ବର୍ତ୍ତମାନ ଆପଣଙ୍କ ସ୍ୱପ୍ନ ସେହି ଉଚ୍ଚତାକୁ ଛୁଇଁବାକୁ ଯାଉଛି, ଯାହାକୁ ଆପଣ ଅନେକ ବର୍ଷ ଧରି ସ୍ୱପ୍ନ ଦେଖୁଥିଲେ। ଦୋସ୍ତମାନେ, ଏହି ଭିଡ଼ିଓ ଆପଣଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଛି। ଏପରି ଚାବି ବର୍ତ୍ତମାନ ସ୍ୱୟଂ ମା ଲକ୍ଷ୍ମୀ ଦେଇଛନ୍ତି, ଯାହା କୁବେରଙ୍କ ଭଣ୍ଡାରର ତାଲା ଭାଙ୍ଗିଦେବ। ହଁ ଦୋସ୍ତମାନେ, ବର୍ତ୍ତମାନ ସ୍ୱୟଂ ବିଧାତା ଆପଣଙ୍କ ରକ୍ଷକ ବନିଯାଇଛନ୍ତି ଏବଂ ଆପଣଙ୍କ ଜୀବନର ବୁଡୁଥିବା ନକାକୁ ପାର କରିବାକୁ ଯାଉଛନ୍ତି। ଏହି 2 ଦିନ ଭିତରେ ଆପଣଙ୍କ ଭାଗ୍ୟ ଇତିହାସ ଲେଖିଦେବ, କାରଣ ଦୋସ୍ତମାନେ, ବର୍ତ୍ତମାନ ମାତା ଲକ୍ଷ୍ମୀ ଆପଣଙ୍କ ଭଣ୍ଡାରର ତାଲା ଖୋଲିଦେଇଛନ୍ତି ଏବଂ ବ୍ରହ୍ମାଣ୍ଡର ଶକ୍ତିମାନେ ମଧ୍ୟ ଆପଣଙ୍କ ଗ୍ରହ କୁଣ୍ଡଳୀରେ ବଡ଼ ଯୋଗ ବନାଇ ଦେଇଛନ୍ତି। ବର୍ତ୍ତମାନ ଆପଣଙ୍କ ଜୀବନକୁ ବଦଳାଇବାରୁ ଧରିତ୍ରୀରେ କେହି ଜନ୍ମ ହୋଇନାହିଁ ଯେ ଏହାକୁ ଅଟକାଇ ପାରିବ। ଏହି 2 ଦିନ ଆପଣଙ୍କ ଜୀବନର ଏବଂ ଆପଣଙ୍କ ଭାଗ୍ୟର ଏକାଠି ବଦଳାଇବ। ତାହା ଦୋସ୍ତମାନେ ରାଜଯୋଗ ଓ ସ୍ୱର୍ଣ୍ଣିମ ସମୟ ଅଟେ, ଯାହା ଆପଣଙ୍କ ସହ ଦୋସ୍ତମାନେ ଘରିବିକୁ ମୁହୂର୍ତ୍ତକରେ ଦୂର କରିଦେବ। ହଁ ଦୋସ୍ତମାନେ, ଧ୍ୟାନର ସହ ଦେଖନ୍ତୁ କି ଦୋସ୍ତମାନେ, ଏହି ଅଗଷ୍ଟ ତାରିଖର ନାହିଁ। ଜ୍ୟୋତିଷ ଦୃଷ୍ଟିରୁ ଏହା ଶନିଙ୍କ ଶକ୍ତିର ସବୁଠାରୁ ବଡ଼ ସନ୍ଦେଶ ଅଟେ। ବିଳମ୍ବର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଜୀବନ ନର୍କ ପାଲଟି ଯାଇଛି, ବରଂ ଯେଉଁ ଜିନିଷ ଆପଣଙ୍କ ପାଇଁ ଠିକ୍ ନୁହେଁ ତାହାକୁ ଶନିଦେବ ଟିକେ ବିଳମ୍ବରେ ହେଲେ ମଧ୍ୟ ଆପଣଙ୍କଠାରୁ ଦୂର କରିଦିଅନ୍ତି। ଏହା ହେଉଛି ଶନିଦେବଙ୍କ ସନ୍ଦେଶ, ଅର୍ଥାତ୍ ଆପଣଙ୍କ ଜୀବନରେ ଆପଣ ଯାହା ଚାହୁଁଛନ୍ତି, ଯଦି ତାହା ଆପଣଙ୍କ ପାଇଁ ଠିକ୍ ନୁହେଁ, ତେବେ ଭଗବାନ ସେହି ଜିନିଷଗୁଡ଼ିକୁ ଆପଣଙ୍କଠାରୁ ଦୂର କରିଦିଅନ୍ତି। ଭଗବାନ ଯାହା ମଧ୍ୟ କରନ୍ତି, ସବୁକିଛି ଆପଣଙ୍କ ଭଲ ପାଇଁ ହିଁ କରିଥାନ୍ତି। ଏଭଳି ମଧ୍ୟ ହୋଇପାରେ ଯେ ଏହି କାରଣରୁ କୌଣସି ସମ୍ପର୍କ ଭାଙ୍ଗି ଯାଇଥିବ, ଜୀବନରୁ କୌଣସି ବନ୍ଧୁ ଦୂରେଇ ଯାଇଥିବ, ପ୍ରେମରେ ସଫଳତା ମିଳିନଥିବ, କେହି ଜଣେ ଆପଣଙ୍କର ବିଶ୍ୱାସ ଭଙ୍ଗ କରିଥିବ, ଟଙ୍କା ଆସିଥିବ କିନ୍ତୁ ତିଷ୍ଠି ନଥିବ, ଅଥବା ଆପଣ କୌଣସି କାମରେ କଠିନ ପରିଶ୍ରମ କରିଥିବେ ଏବଂ ଶେଷ ମୁହୂର୍ତ୍ତରେ କାମ ଅଟକି ଯାଇଥିବ, ଅର୍ଥାତ୍ ଆପଣଙ୍କ କର୍ମର ଫଳ ମିଳିନଥିବ। ଦେଖନ୍ତୁ, ମଣିଷ ଜୀବନରେ ନାନା ପ୍ରକାର ଘଟଣା ଘଟିଥାଏ, ଯାହା ଭିତରୁ କିଛି ନା କିଛି ଆପଣଙ୍କ ଜୀବନରେ ମଧ୍ୟ ଘଟିଛି। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ପୁରୁଣା ପରିସ୍ଥିତିକୁ ନେଇ ବସି ରହିବାର ନାହିଁ କିମ୍ବା ଗାଲରେ ହାତ ଦେଇ ଚିନ୍ତା କରିବାର ନାହିଁ, କାରଣ ଶନିଙ୍କ କାମ କେବଳ ସଂଘର୍ଷ ଦେବା ନୁହେଁ। ଯେଉଁମାନେ ଭାବନ୍ତି ଯେ ଶନିଦେବ କେବଳ ଦଣ୍ଡ ଦେବାର କାମ କରନ୍ତି, ସେମାନେ ସମ୍ପୂର୍ଣ୍ଣ ଭୁଲ। ଶନିଦେବ କେବଳ ଦଣ୍ଡ ଦିଅନ୍ତି ନାହିଁ, ବରଂ ମଣିଷକୁ ବହୁତ ଆଗକୁ ନେଇଯାଆନ୍ତି। ଶନି କର୍ମର ହିସାବ ଶିଖାନ୍ତି। ଯେ ଆପଣଙ୍କ ସହିତ ଭୁଲ କରିଛି, ତାର ହିସାବ ଆପଣ ନିଜେ ରଖନ୍ତୁ ନାହିଁ, ଆପଣ ନିଜ କର୍ମକୁ ପବିତ୍ର ରଖନ୍ତୁ। କାରଣ ଜୀବନରେ ସବୁଠାରୁ ବଡ଼ ନ୍ୟାୟ ଏହା ନୁହେଁ ଯେ ସାମନାର ଲୋକଟି ବର୍ବାଦ ହୋଇଯାଉ, ବରଂ ସବୁଠାରୁ ବଡ଼ ନ୍ୟାୟ ହେଉଛି ଆପଣ ତା ବିନା ମଧ୍ୟ ଜୀବନରେ ବହୁତ ଆଗକୁ ବାହାରିଯିବା। ଲୋକଙ୍କୁ ବର୍ବାଦ କରିବା କଥା ଆଦୌ ଚିନ୍ତା କରନ୍ତୁ ନାହିଁ, ବରଂ ନିଜକୁ ସର୍ବଶ୍ରେଷ୍ଠ ପ୍ରମାଣିତ କରିବା କଥା ଚିନ୍ତା କରନ୍ତୁ। ହଁ ବନ୍ଧୁଗଣ, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କୁ ବର୍ବାଦ କରିବା କଥା ଚିନ୍ତା କରେ, ସେ ନିଜେ ନିଜକୁ ବର୍ବାଦ କରିଦିଏ। କାରଣ ପ୍ରତ୍ୟେକ ବ୍ୟକ୍ତି ପାଖରେ ପର୍ଯ୍ୟାପ୍ତ ପରିମାଣରେ ସମୟ ଥାଏ। କିଛି ଲୋକ ନିଜ ସମୟକୁ ନିଜକୁ ବଦଳାଇବାରେ ଏବଂ ସର୍ବଶ୍ରେଷ୍ଠ କରିବାରେ ଲଗାନ୍ତି, ଆଉ କିଛି ଲୋକ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବାରେ ଲଗାନ୍ତି। କିନ୍ତୁ ଯେଉଁମାନେ ସେଲ୍ଫଲଭ କରନ୍ତି, ସେମାନଙ୍କର ହିଁ ଭାଗ୍ୟ ବଦଳିଥାଏ, କିସ୍ମତ୍ ଚମକିଥାଏ ଏବଂ ଲୋକମାନେ ସେହିମାନଙ୍କର ହିଁ ଚର୍ଚ୍ଚା କରିଥାନ୍ତି। ଦେଖନ୍ତୁ, ଶତ୍ରୁମାନଙ୍କ କ୍ଷେତ୍ରରେ ଆପଣଙ୍କ ନାମ ଗୁଞ୍ଜିବାକୁ ଲାଗିବ, କିନ୍ତୁ ଆପଣଙ୍କୁ କିଛି ଜିନିଷରେ ସୁଧାର ମଧ୍ୟ ଆଣିବାକୁ ପଡ଼ିବ। ତେଣୁ ବର୍ତ୍ତମାନ ଦ୍ୱୟ ସଂକେତଟିକୁ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଧନର ମାର୍ଗରେ ହଠାତ୍ ହଲଚଲ ସୃଷ୍ଟି ହେବ, ଅର୍ଥାତ୍ ହଠାତ୍ ବଡ଼ ସୁଖବର ମିଳିବ। ଅର୍ଥାତ୍
ଏବେ ଆମେ ସେହି ବିଷୟରେ କଥା ହେବା ଯାହା ପାଇଁ ଏହି ସମ୍ପୂର୍ଣ୍ଣ ଭିଡିଓଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତାହା ହେଉଛି ଟଙ୍କା ଏବଂ ଧନ। ଏହି ରାଶିର ଲୋକମାନଙ୍କ ପାଇଁ ଆସୁଥିବା ସମୟ ଆର୍ଥିକ ମାମଲାରେ ନୂତନ ରାସ୍ତା ଖୋଲିବାର ପ୍ରବଳ ସମ୍ଭାବନା ସୃଷ୍ଟି କରୁଛି। ଦେଖନ୍ତୁ, ଜ୍ୟୋତିଷଶାସ୍ତ୍ର ସର୍ବଦା ସମ୍ଭାବନା ଉପରେ ଆଧାରିତ ହୋଇଥାଏ। କିନ୍ତୁ ମୁଁ ଆପଣଙ୍କୁ ଏତିକି ଗ୍ୟାରେଣ୍ଟି ଦେଇପାରିବି ଯେ ଯଦି ଆପଣ ଧ୍ୟାନ ଦେଇ ମୋ କଥା ଶୁଣିବେ ଏବଂ ମାନିବେ, ତେବେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ବହୁତ ଶୀଘ୍ର ଆସିବ। ଏହି ଟଙ୍କା କେବଳ ଚାକିରିରୁ ହିଁ ଆସିବ, ତାହା ନୁହେଁ। କୌଣସି ପୁରୁଣା ବାକିଥିବା ଟଙ୍କା ମିଳିଯାଇପାରେ, ଅନଲାଇନ୍ ପ୍ଲାଟଫର୍ମରୁ ମିଳିପାରେ, କୌଣସି ନୂତନ କାମ କିମ୍ବା ନୂଆ ମାର୍ଗ ଆପଣଙ୍କ ଜୀବନରେ ଖୋଲିଯାଇପାରେ। ବ୍ୟାପାରରେ ଆଜି ଗ୍ରାହକ ମିଳିପାରନ୍ତି। ଏହା ସହିତ କମିଶନ, ପ୍ରପର୍ଟି, ଅନଲାଇନ୍ କାମ, ପାର୍ଟନରସିପ୍ କିମ୍ବା କୌଣସି ପୁରୁଣା ସମ୍ପର୍କରୁ ବଡ଼ ସୁଯୋଗ ମିଳିପାରେ। ଅର୍ଥାତ୍ ଲାଭ ଆପଣଙ୍କୁ ଯେକୌଣସି କ୍ଷେତ୍ରରୁ ହେଉନା କାହିଁକି ନିଶ୍ଚିତ ଭାବରେ ମିଳିବ। ଆପଣଙ୍କର ପୂର୍ଣ୍ଣ ବିଶ୍ୱାସ ରହିବା ଦରକାର। ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏବେ ଆପଣ ନିଜ ଜୀବନରେ ବହୁତ ଆଗକୁ ବଢ଼ିବେ ଏବଂ ପ୍ରଚୁର ଟଙ୍କା ରୋଜଗାର କରିବେ। ଭଗବାନ ବଜରଙ୍ଗବଳୀଙ୍କ ସାଥ ଆପଣଙ୍କ ସାଙ୍ଗରେ ଅଛି। ମହାଦେବ ଓ ଶ୍ରୀରାମଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ପ୍ରତିଦିନ କିଛି ନା କିଛି ନୂଆ ଶିଖିବା ପାଇଁ ଚିନ୍ତା କରନ୍ତୁ, କାରଣ ଏବେ ଆପଣଙ୍କ ଜୀବନରେ ଏଭଳି ସମସ୍ତ ଘଟଣା ଘଟିବ ଯାହାକୁ ଆପଣ ସାରା ଜୀବନ ମନେ ରଖିବେ। ବନ୍ଧୁଗଣ, ଯେଉଁ ସ୍ଥାନରୁ ଆପଣଙ୍କର ଆଶା ନଥିବ, ଠିକ୍ ସେହି ସ୍ଥାନରୁ କୌଣସି ବଡ଼ ଆର୍ଥିକ ଖବର ଆସିପାରେ। ଏବେ ଆମେ କଥା ହେବା ସବୁଠାରୁ ଖାସ୍ କଥାଟି। ଯଦି ଏହାକୁ ମିସ୍ କରିବେ, ତେବେ ବହୁତ ପଶ୍ଚାତାପ କରିବେ। ଯେଉଁଠାରୁ ଆପଣଙ୍କର ଆଶା ନଥିବ, ସେହିଠାରୁ ହିଁ ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଯାଉଛି। ଆପଣ ବଜରଙ୍ଗବଳୀଙ୍କ ହାତରେ କୋଟିର ଚେକ୍ ଦେଖିଥିବେ। ହଁ, ଏହି ବଡ଼ ଧନଲାଭର ସଂକେତ ବିଷୟରେ ମୁଁ ଆପଣଙ୍କୁ ଆଗକୁ କହୁଛି। ଦେଖନ୍ତୁ, ଆସୁଥିବା ସମୟରେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ମଧ୍ୟରେ ହିଁ ଆପଣଙ୍କୁ ବହୁତ ବଡ଼ ଧନଲାଭ ହେବ। ତେଣୁ କୌଣସି ମଧ୍ୟ ବଡ଼ ଆର୍ଥିକ ନିଷ୍ପତ୍ତିକୁ ସାଧାରଣ ଭାବି ନିଅନ୍ତୁ ନାହିଁ କିମ୍ବା କେବଳ ରାଶିଫଳ ଦେଖି ନିଷ୍ପତ୍ତି ନିଅନ୍ତୁ ନାହିଁ, ବରଂ ଗମ୍ଭୀରତାର ସହିତ ଚିନ୍ତା କରନ୍ତୁ। ଭଗବାନ ଆପଣଙ୍କୁ ବୁଦ୍ଧି ଦେଇଛନ୍ତି, ତେଣୁ ଟିକେ ନିଜ ମସ୍ତିଷ୍କର ପ୍ରୟୋଗ କରନ୍ତୁ। ଯେଉଁଠାରେ ଲାଭର କଥା ଅଛି, ଲାଭ ଆପଣଙ୍କୁ ନିଶ୍ଚୟ ମିଳିବ। ମନ ରଖିବେ, ଯଦି ଆପଣଙ୍କ ସାମ୍ନାରେ କୌଣସି ସୁଯୋଗ ଆସିଯାଏ, ତେବେ ତାକୁ ଚିହ୍ନିବାରେ ନଷ୍ଟ କରନ୍ତୁ ନାହିଁ। ହନୁମାନଜୀଙ୍କ ଭକ୍ତିର ସବୁଠାରୁ ସୁନ୍ଦର ଅର୍ଥ ହେଉଛି ଭୟ ଉପରେ ବିଜୟ। ହଁ ବନ୍ଧୁଗଣ, ସେଥିପାଇଁ ପ୍ରତ୍ୟେକ ଶନିବାର ଦିନ କିମ୍ବା ମଙ୍ଗଳବାର ଦିନ ହନୁମାନଜୀଙ୍କ ସାମ୍ନାରେ ବସି ଶାନ୍ତ ମନରେ ପ୍ରାର୍ଥନା କରିବେ। ନିଜ ମନର କଥା ତାଙ୍କୁ ଜଣାଇବେ। କୌଣସି ଦେଖାଣିଆ ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ। କେବଳ ମନରୁ କହିବେ ଯେ, ହେ ବଜରଙ୍ଗବଳୀ, ହେ ପବନପୁତ୍ର ହନୁମାନ, ମୋ ମନରୁ ସମସ୍ତ ଭୟ ଦୂର କରନ୍ତୁ, ମୋତେ ସଠିକ୍ ମାର୍ଗ ଦେଖାନ୍ତୁ ଏବଂ ମୋର କର୍ମକୁ ମଜବୁତ କରନ୍ତୁ। ପ୍ରଭୁଙ୍କୁ ଏପରି ଭାବରେ ଶ୍ରଦ୍ଧାର ସହିତ ବିନତି କରିବେ, ବଜରଙ୍ଗବଳୀ ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ କରିଦେବେ ଏବଂ ଅଟକି ରହିଥିବା ସ୍ୱପ୍ନକୁ ସତ କରିଦେବେ। ଦେଖନ୍ତୁ, ଆପଣଙ୍କ ଜୀବନରେ ହଠାତ୍ ବହୁତ ବଡ଼ ସୁଖବର ମଧ୍ୟ ଆସିପାରେ। ଆପଣଙ୍କ ନାମରେ ହଠାତ୍ ଚାକିରି, ବ୍ୟାପାର କିମ୍ବା ଲାଟରି ଲାଗିଯାଇପାରେ। ଦେଖନ୍ତୁ, କେତେବେଳେ ଲୋକଙ୍କ ନଜର ଲାଗିବା କାରଣରୁ ମଧ୍ୟ ଆମକୁ କ୍ଷତି ସହିବାକୁ ପଡ଼ିଥାଏ। କିନ୍ତୁ ସବୁବେଳେ ନଜର ଲାଗେ ନାହିଁ, କେବେ କେବେ ଲାଗିଥାଏ। ତେଣୁ ହନୁମାନଜୀଙ୍କ ପୂଜାପାଠ କରନ୍ତୁ। ଆପଣଙ୍କୁ ନିଜେ ହନୁମାନଜୀ ରକ୍ଷା କରିବେ। ବନ୍ଧୁଗଣ, ମୁଁ ସତ୍ କହୁଛି, ହଠାତ୍ ଆପଣଙ୍କ ଜୀବନରେ ସୁଖବର ଆସିବାକୁ ଯାଉଛି। ଅର୍ଥାତ୍ ଯେଉଁ ଜିନିଷ ପାଇଁ ଆପଣ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ, ସେହି ବିଷୟରେ ହିଁ ଆମେ ଆଲୋଚନା କରୁଛୁ। ଆସୁଥିବା ସମୟରେ ଆପଣଙ୍କୁ ଏଭଳି ଏକ ଖବର ମିଳିପାରେ ଯାହାଦ୍ୱାରା ଆପଣଙ୍କ ମନର ବୋଝ ହାଲୁକା ହୋଇଯିବ। ଏହା ଆପଣଙ୍କ ଦୈନନ୍ଦିନ ଜୀବନ ସହିତ, ଚାକିରି ବ୍ୟବସ୍ଥା ସହିତ
ଧନ ସହିତ କିମ୍ବା କୌଣସି ପୁରୁଣା କାମ ସହିତ ଜଡ଼ିତ ହୋଇପାରେ। ପରିବାରର କୌଣସି ସମସ୍ୟାର ସମାଧାନ ହୋଇପାରେ ଯାହାକୁ ନେଇ ଆପଣ ବହୁତ ସମୟରୁ ପରିଶ୍ରାନ୍ତ ଥିଲେ। ଆଉ ଯେତେବେଳେ ସେହି ଖବର ଆସିବ ସେତେବେଳେ ଆପଣଙ୍କୁ ହୁଏତ ଏଭଳି ଅନୁଭବ ହେବ ଯେ ମୁଁ ଏତେ ଦିନ ଧରି ଯେଉଁ ଜିନିଷ ପାଇଁ ଚିନ୍ତିତ ଥିଲି ତାର ପ୍ରକୃତ ରାସ୍ତା ତ ଏଠାରୁ ହିଁ ଖୋଲିବାର ଥିଲା। ହଁ ବନ୍ଧୁଗଣ, ଏହା ହିଁ ଜୀବନ କେତେବେଳେ ଦ୍ୱାରା ବନ୍ଦ ହୋଇଯାଏ କାରଣ ଭଗବାନ ଆପଣଙ୍କୁ ଅନ୍ୟ କୌଣସି ଭଲ ଦ୍ୱାର ଆଡ଼କୁ ନେଇଯାଉଥାନ୍ତି ଏବଂ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆପଣଙ୍କୁ ସଠିକ୍ ଦ୍ୱାର ପାଖରେ ପହଞ୍ଚାଇଥାନ୍ତି। ମନେ ରଖିବେ, ଦୁଃଖର ସମୟ ସବୁଦିନ ପାଇଁ ରହେ ନାହିଁ। କିଛି ସମୟ ପରେ ଜୀବନକୁ ଖୁସି ନିଶ୍ଚୟ ଫେରିଥାଏ। ଆପଣଙ୍କୁ ନିଜର ପୁରୁଣା ଦୁଃଖର ପରିଭାଷା ବଦଳାଇବାକୁ ପଡ଼ିବ। ଯେଉଁ ଦୁଃଖକୁ ଆପଣ ନିଜର ଦୁର୍ବଳତା ବୋଲି ଭାବୁଥିଲେ ସେହି ଦୁଃଖ ହିଁ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିପାରେ। ଯେଉଁ ବିଳମ୍ବକୁ ଆପଣ ଦୁର୍ଭାଗ୍ୟ ବୋଲି ଭାବୁଥିଲେ ସେହି ବିଳମ୍ବ ହିଁ ଆପଣଙ୍କୁ ଭୁଲ ରାସ୍ତାରେ ଯିବାରୁ ରକ୍ଷା କରିଛି ଏବଂ ସଠିକ୍ ମାର୍ଗ ଦେଖାଇଛି। ଯେଉଁ ଜିନିଷ ପାଇଁ ଆପଣ ନିଜର ସବୁ କିଛି ବାଜି ଲଗାଇ ଦେଇଥିଲେ ତାହା ଆପଣଙ୍କୁ ବିନା ମୂଲ୍ୟରେ ମିଳିପାରେ ଏବଂ ଯେଉଁ ବ୍ୟକ୍ତିଙ୍କ ଚାଲିଯିବାରୁ ଆପଣଙ୍କୁ ଅତ୍ୟନ୍ତ କଷ୍ଟ ହୋଇଥିଲା ହୁଏତ ତାଙ୍କର ଯିବା ପରେ ହିଁ ଆପଣଙ୍କ ଜୀବନରେ ସଠିକ୍ ଲୋକମାନଙ୍କ ପାଇଁ ସ୍ଥାନ ବାହାରିଥିବ। ହଁ ବନ୍ଧୁଗଣ, ସେଥିପାଇଁ ସର୍ବଦା ଗୋଟିଏ କଥା ମନେ ରଖିବେ, ଶନିଦେବଙ୍କଠାରୁ ଡରନ୍ତୁ ନାହିଁ, ରାହୁଙ୍କ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ ଏବଂ କେତୁଙ୍କ ପାଇଁ ଆଦୌ ନିରାଶ ହୁଅନ୍ତୁ ନାହିଁ। ସୂର୍ଯ୍ୟଙ୍କଠାରୁ ଆତ୍ମବିଶ୍ୱାସ ନିଅନ୍ତୁ, ଗୁରୁଙ୍କଠାରୁ ଜ୍ଞାନ ନିଅନ୍ତୁ ଏବଂ ବଜରଙ୍ଗବଳୀଙ୍କଠାରୁ ସାହସ ନିଅନ୍ତୁ। ଏସବୁଠାରୁ ଉପରେ ଆଉ ଗୋଟିଏ କାମ ଅଛି ଯାହାର ନାମ ହେଉଛି କର୍ମ। ପୂର୍ଣ୍ଣ ବିଶ୍ୱାସ ସହିତ ଭଲ କର୍ମ କରିଚାଲନ୍ତୁ। ଯଦି ଆପଣ ସତରେ ହନୁମାନଜୀଙ୍କ ଆଶୀର୍ବାଦ ଚାହୁଁଛନ୍ତି ତେବେ କମେଣ୍ଟ ବକ୍ସରେ ଓ ହନୁମତେ ନମଃ ନିଶ୍ଚିତ ଭାବରେ ଲେଖିବେ ଏବଂ ଆପଣ ଏହା ମଧ୍ୟ ଲେଖିପାରିବେ ଯେ ମୁଁ ମୋର ଦୁଃଖକୁ ମୋର ନୂତନ ଶକ୍ତି ବନାଇବି। କାରଣ ମନେ ରଖିବେ, ଯିଏ ବହୁତ କିଛି ସହିଛି ତାର ଜୀବନରେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସବୁ କିଛି ଭଲ ହୋଇଥାଏ ଏବଂ ଏଭଳି ଲୋକମାନେ ଛୋଟ ଛୋଟ ଖୁସିକୁ ମଧ୍ୟ ବହୁତ ଗଭୀରତାର ସହିତ ଅନୁଭବ କରିଥାନ୍ତି। ମନେ ରଖିବେ, ଏବେ ଯେଉଁ ସମୟ ଆସୁଛି ଏହା ଆପଣଙ୍କ ସମୟ ବଦଳିବାର ନାହିଁ ବରଂ ଆପଣଙ୍କ ପରିଚୟ ବଦଳିବାର ଆପଣଙ୍କ ସୁବର୍ଣ୍ଣ ଯୁଗ ଆସୁଛି। ତେଣୁ ଆଦୌ ନିରାଶ ହୁଅନ୍ତୁ ନାହିଁ। ଭଗବାନଙ୍କ ପ୍ରତ୍ୟେକ ନିଷ୍ପତ୍ତି ଉପରେ ଖୁସି ରୁହନ୍ତୁ। ଭଗବାନ କେବେ ମଧ୍ୟ ଆପଣଙ୍କ ସହିତ କିଛି ଭୁଲ କରିବେ ନାହିଁ। କିନ୍ତୁ କେତେବେଳେ କେତେବେଳେ କିଛି ଏଭଳି ଲୋକ ଆମ ଜୀବନରେ ଆସିଯାଆନ୍ତି ଯେଉଁମାନେ ଦେଖାନ୍ତି ଯେ ସେମାନେ ଆମର ନିଜର କିନ୍ତୁ ପ୍ରକୃତରେ ସେମାନେ ଶତ୍ରୁ ହୋଇଥାନ୍ତି ଏବଂ ଏଭଳି ଲୋକମାନଙ୍କୁ ହନୁମାନଜୀ ହିଁ ଦୂର କରିଥାନ୍ତି। ଅର୍ଥାତ୍ ସେହିଭଳି ବ୍ୟକ୍ତିଙ୍କଠାରୁ ଦୂରତା ମଧ୍ୟ ସୃଷ୍ଟି ହୋଇପାରେ କାରଣ ସେମାନେ ଆପଣଙ୍କ ମସ୍ତିଷ୍କରେ ସର୍ବଦା ନକାରାତ୍ମକତା ଖେଳାଇଥାନ୍ତି। ତେଣୁ ନିଜର ବ୍ୟକ୍ତିଗତ କଥା ଏଭଳି ଲୋକଙ୍କ ଆଗରେ କୁହନ୍ତୁ ନାହିଁ ବରଂ ନିଜ ଭିତରେ ହିଁ ସୀମିତ ରଖନ୍ତୁ। ଜୀବନରେ କିଛି ଲୋକଙ୍କୁ ନଜରଅନ୍ଦାଜ କରିବା ମଧ୍ୟ ଏକ ବହୁତ ଭଲ ପରାମର୍ଶ ଅଟେ। ବନ୍ଧୁଗଣ, ବଜରଙ୍ଗବଳୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ଅଛି। ମହାଦେବଙ୍କ ଏଭଳି କୃପା ପ୍ରାପ୍ତ ହେବ ଯାହାକୁ ପାଇ ଆପଣ ନିଜ ଜୀବନରେ ସ୍ୱର୍ଗର ଆନନ୍ଦ ଉପଭୋଗ କରିବେ। ଆପଣଙ୍କ ଜୀବନର ଟଙ୍କା ପଇସାର ଅସୁବିଧା, ସ୍ୱାସ୍ଥ୍ୟଗତ ସମସ୍ୟା, ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଏସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ତେଣୁ କମେଣ୍ଟ ବକ୍ସରେ ହର ହର ମହାଦେବ